ଦେଖ ଗୋଟେ ଭେକେନ୍ସିଟା କ'ଣ ITBP ର ବାହାରିଛି। ଓକେ, ITBP ଯୋଉଟା ବାହାରିଛି ସେଟା ହଉଛି ମାନେ ବାହାରିବା କଥା ନୁହଁ, ବଟ୍ କିଛିଟା ପ୍ରୋବ୍ଲେମ୍ ଅଛି, ସେଥିପାଇଁ ଅଳ୍ପ ପୋଷ୍ଟ ବାହାରିଛି। ଯେହେତୁ ଏଇ ପୋଷ୍ଟ ଗୁଡ଼ା ବେଶୀ ଫାଙ୍କା ଅଛି, ଏତିକି ପୋଷ୍ଟ ପାଇଁ ଭ୍ୟାକେନ୍ସିଟା ବାହାରିଛି। ଯଦି ଚାହିଁବ ଆପ୍ଲାଏ କରିପାରିବ, ଠିକ୍ ଅଛି। ତ କ୍ରାଇଟେରିଆ ହଉଛି କ'ଣ ଅଛି ମୁଁ କହିଦଉଛି, ଯାହାର ବି ହଉଥିବ ସେମାନେ ଆପ୍ଲାଏ କରିବ। ତ ପ୍ରଥମେ ଦେଖ ଏଇଟା ITBP ର ଦେଖ ITBPF, ଓକେ, ତାର ଫର୍ମ ଏଟା। ଓକେ, এই ରିକ୍ୱାରମେଣ୍ଟର ଏଟା ଫର୍ମ, ଏଟା ଆଡଭର୍ଟାଇଜମେଣ୍ଟଟା ପବ୍ଲିଶ ହେଇଥିଲା। ଓକେ, ଏଥିରେ କ'ଣ ଅଛି, ପୋଷ୍ଟଟା ହଉଛି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଇଞ୍ଜିନିୟର। ଓକେ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଇଞ୍ଜିନିୟର ଯୋଉ ରହିଛି ପୋଷ୍ଟ ହଉଛି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଇଞ୍ଜିନିୟର। ଓକେ, ଟୋଟାଲ ପୋଷ୍ଟ ଅଛି କେତେ, 6ଟା ପୋଷ୍ଟ ବାହାରିଛି, ସେଥିପାଇଁ ସେ ପବ୍ଲିଶ କରିନି। ଓକେ, ଓନ୍ଲି ଖାଲି ସେ ଅଫିସିଆଲି ମାନେ ନୋଟିସଟା କାଢି ଦେଇଛି, ଯଦି ଚାହିଁବ ପକେଇ ପାରିବ, ଠିକ୍ ଅଛି। ତ ଏଟା ହଉଛି କ'ଣ, 6ଟା ପୋଷ୍ଟ ବାହାରିଛି, UR 4ଟା, OBC ଗୋଟେ, SC 9, ST ଗୋଟେ, ବୁଝିପାରିଲେ। ତାପରେ ଆସୁଛି କ'ଣ ଏଠି, ଭେକେନ୍ସି ଯୋଉ ବାହାରିଛି 6ଟା ପୋଷ୍ଟ ଭିତରେ ସାଲେରୀ କେତେ କ'ଣ ଦଉଛି। ସାଲେରୀ ଦେଖ 7th CPO ଲାଗିବ, ମାନେ ସାଲେରୀ ଆସିବ 7th ପେ ସାଲେରୀ ଆସିବ। 7th ସାଲେରୀ ହଉଛି 56,100 ରୁ ଷ୍ଟାର୍ଟିଂ ହବ, 1,77,000 ପର୍ଯ୍ୟନ୍ତ ବଢିବ। ଓକେ, ଲେଭେଲ 10 ର ସାଲେରୀ, ବୁଝିପାରିଲ। ତାପରେ ଏଥିରେ କ'ଣ ଅଛି, ତାର ଯଦି ପ୍ରୋସେସ ସବୁ ସେଇ ସେମ୍ ପ୍ରୋସେସ। ଓକେ, ତ ସେମ୍ ପ୍ରୋସେସରେ ପ୍ରଥମେ ତ ଏଠି ଦେଖ ଯେତେବେଳେ ଆପ୍ଲାଏ କରିବ ସେତେବେଳେ ଲକ୍ଷ୍ୟ କରିବ ଏଠି ଯୋଉ ଦେଇଛି ପବ୍ଲିଶ ପାଇଁ। ତ ଏଥିରେ ରିକ୍ୱାରମେଣ୍ଟରେ ଯେତେବେଳେ ଆପ୍ଲାଏ କରିବ ସେତେବେଳେ ହଉଛି ଆପ୍ଲିକେସନ ପାଇଁ ଏଇ ୱେବସାଇଟଟା ଦେଇଦେଇଛି, ୱେବସାଇଟରେ ଯାଇକି ଆପ୍ଲାଏ କରିପାରିବ। ଓକେ, ତ ୱେବସାଇଟ ପରେ ତମେ ଚାହିଁକି ଆପ୍ଲାଏ କରି ଦେଖିପାରିବ। ଦେଖ ଡେଟଟା ପବ୍ଲିଶ ହେଲା ପରେ ମୁଁ ଦେଖଉଛି। ଦେଖ ଏଟା ହଉଛି 21/4 ଷ୍ଟାର୍ଟିଂ ହେଇଥିଲା, 21/2/26 ଆପ୍ଲାଏ ଚାଲିଥିଲା, ଏବେ ହେଲାଣି 24/26 ହେଲାଣି। ତାପରେ ଅଛି କେତେ ତାରିଖ, ମେ 20 ତାରିଖ ପର୍ଯ୍ୟନ୍ତ ଅଛି, ବୁଝିପାରିଲ। ମେ 20 ତାରିଖ ପର୍ଯ୍ୟନ୍ତ ଅଛି, ତ ଆପ୍ଲାଏ କରିପାରିବ, ଠିକ୍ ଅଛି। ଏଟା ନର୍ମାଲ, ତ ଏଥିରେ କିଛି ବିଶେଷ କିଛି ଦେଇନି। ଓକେ, ତ ଫିଜିକାଲ ବିଷୟରେ କାହିଁ ଏଠି ମେନସନ କିଛି ହେଇନି, ତଥାପି ଚାହିଁବ ଯଦି ଆପ୍ଲାଏ କରିପାରିବ। ଓକେ।